ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଗିରିଜା ପ୍ରସାଦ ସାହୁ ଗିରିଧାରୀ ଆପଣମାନଙ୍କୁ ମୋ ଓଡ଼ିଆ ସାହିତ୍ୟ ଭଜନ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ପ୍ରିୟ ଦର୍ଶକ ବନ୍ଧୁ, ଆଜିର ବିଷୟଟି ଅତି ରୋମାଞ୍ଚକର ଏବଂ ଶିକ୍ଷଣୀୟ ମଧ୍ୟ। ବିଷୟଟି ହେଉଛି ମାୟାବୀ ମାୟାଧରଙ୍କ କାହାଣୀ। ପ୍ରଭୁ ଶ୍ରୀକୃଷ୍ଣ ଏବଂ ନାରଦଙ୍କ ଉପରେ ଆଧାରିତ। ହଠାତ୍ ଦିନେ ନାରଦ ଶ୍ରୀକୃଷ୍ଣଙ୍କ ପାଖରେ ଆସି ପହଞ୍ଚିଲେ ଓ ପ୍ରଣାମ ଜଣାଇଲେ। ଶ୍ରୀକୃଷ୍ଣ ମଧ୍ୟ ସକୁଶଳ ବାର୍ତ୍ତା ଶୁଣାଇଲେ। ହେ ନାରଦ, ଆପଣ କୁଶଳ ମଙ୍ଗଳ ଅଛନ୍ତି ତ? ନାରଦ କହିଲେ, ହଁ ପ୍ରଭୁ, ଆପଣଙ୍କ କୃପାରୁ ସବୁ ଭଲ। ଆସିବାର କାରଣ କ'ଣ କହିପାରିବେ କି? ନାରଦ କହିଲେ, ପ୍ରଭୁ, ମୋ ମନରେ ଏକ ଜିଜ୍ଞାସା ଅଛି, ଏହାକୁ ଦୂର କରନ୍ତୁ। କୃଷ୍ଣ କହିଲେ, କୁହ ନାରଦ, କ'ଣ ତୁମର ଜିଜ୍ଞାସା? ନାରଦ କହିଲେ, ପ୍ରଭୁ, ଆପଣ ବଡ଼ ମାୟାବୀ ନା? ମୁଁ କହୁନି ପ୍ରଭୁ, ଜଗତରେ କହୁଛନ୍ତି ଆପଣ ମାୟାବୀ। ଆପଣଙ୍କ ମାୟାଧର ନାମରେ ସଂସାର ବିଖ୍ୟାତ। ପ୍ରଭୁ କହିଲେ, ହଁ ତ, ଏକଥା ସତ୍ୟ। ନାରଦ କହିଲେ, ଆପଣ ଭୋଳେନାଥ ଶଙ୍କରଙ୍କୁ ମଧ୍ୟ ମୋହିନୀ ବେଶରେ ଧାରଣ କରି ଭ୍ରମିତ କରିଥିଲେ, ମାୟାରେ ପକାଇଥିଲେ। ପ୍ରଭୁ କହିଲେ, ହଁ, ଏ କଥା ମଧ୍ୟ ସତ୍ୟ। ମୋହିନୀ ବେଶରେ ରାକ୍ଷସଙ୍କ ଠାରୁ ଅମୃତ ଆଣିଥିଲେ। ଏପରି ଅନେକ ଆପଣଙ୍କ ମାୟାବୀ କଥା ଶୁଣିଛି। ପ୍ରଭୁ ଶ୍ରୀକୃଷ୍ଣ କହିଲେ, ହେ ନାରଦ, କୁହ ତ ତୁମେ କ'ଣ ଜାଣିବାକୁ ଚାହୁଁଛ? ନାରଦ କହିଲେ, ପ୍ରଭୁ, ଆପଣଙ୍କର ସେଇ ମାୟାର ରହସ୍ୟ କ'ଣ ଜାଣିବାକୁ ଚାହୁଁଛି। ଭଗବାନ ମାୟାଧର ଟିକେ ହସି ଦେଇ କହିଲେ, ଠିକ୍ ଅଛି ନାରଦ, ମୁଁ ନିଶ୍ଚୟ କହିବି। ମୋ ମାୟା ମୋତେ ଅଗୋଚର, କାହୁଁ ଜାଣିବେ ପ୍ରାଣୀ ଛାର। ହଉ ନାରଦ, କହିବି ଯେ ଟିକେ ବୁଲି ଦେଖ ନିର୍ଜନ ମରୁଭୂମି ପରି ସ୍ଥାନ। ଖରାରେ ତଣ୍ଟି ଶୁଷ୍କ ହୋଇଗଲାଣି। ତୁମେ ଯଦି ଜଳ ଟିକେ ଆଣି ଦେବ ତ ତାପରେ ଜଣାଇବି। ନାରଦ ଅନୁମତି ନେଇ ସେଠାରୁ ଚାଲି ଆସିଲା। ଏ ତ ପ୍ରଭୁଙ୍କର ଆଜ୍ଞା। ପ୍ରଭୁଙ୍କ ଆଜ୍ଞାକୁ କିପରି ସେ ଅବମାନନା କରିବ? ଏଣୁ ଜଳସନ୍ଧାନ ନିମିତ୍ତ ସେ ବାହାରି ଆସିଲା। ଆସିବା ବେଳେ କୃଷ୍ଣ ମଧ୍ୟ କହିଲେ, ହେ ନାରଦ, ଶୀଘ୍ର ଜଳ ନେଇ ଆସିବ, ବିଳମ୍ବ କରିବ ନାହିଁ। ନାରଦ କହିଲେ, ହଁ ଆଜ୍ଞା, ମୁଁ ହେଇ ଗଲି ଏବଂ ଖୁବ୍ ଶୀଘ୍ର ଜଳ ନେଇ ଆସୁଛି। ମୁଁ ଏହି ସ୍ଥାନରେ ଅପେକ୍ଷା କରିଥିବି, ଏହା ଶ୍ରୀକୃଷ୍ଣ କହିଲେ। ନାରଦ କହିଲେ, ଠିକ୍ ଅଛି ପ୍ରଭୁ। ଜଳ ସନ୍ଧାନରେ ନାରଦ ବହୁତ ବାଟ ଚାଲି ଆସିଲେ। ଜଳ ତ ମିଳୁନି। ପ୍ରଭୁଙ୍କର ଆଜ୍ଞା, ଜଳ ତ ନେଇକରି ଯିବେ ନା। ଦେଖିଲେ କିଛି ଦୂରରେ ଗ୍ରାମଟିଏ ଦିଶୁଛି। ସେଠାକୁ ଗଲେ। ସବୁ ଘରଗୁଡ଼ିକ ସୁନସାନ
ଦେଖାଯାଉଛି। କେହି ବି ଗୋଟିଏ ପୁରୁଷ କି ସ୍ତ୍ରୀ ଲୋକ ଗାଁରେ ଦେଖାଯାଉନାହାନ୍ତି। ତାଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିଲା। ତଥାପି ସେ ଆଗକୁ ଚାଲିଲେ। ଗାଁ ସେମୁଣ୍ଡରେ ଗୋଟିଏ ଘର ଦିଶିଲା। ସେ ଘର ଆଗରେ ଜଣେ ବୃଦ୍ଧା ବସିଥିବାର ଦେଖିଲେ। ଏଣୁ ସେ ବୃଦ୍ଧା ପାଖକୁ ଗଲେ। ଦେଖିଲେ ବୃଦ୍ଧା କିଛି ଶସ୍ୟ ଶୁଖାଉଛି। ନାରଦ ସେତେବେଳକୁ ନିଜେ ଥକା ମାରି ଯାଇଥାଏ। ତଣ୍ଟି ଶୋଷରେ ଶୁଖି ଯାଉଥାଏ। ଭୋକ ପ୍ରବଳ ମାତ୍ରାରେ ହେଉଛି। ସେ ବୃଦ୍ଧାକୁ ଜଳ ମାଗନ୍ତେ ବୃଦ୍ଧା ତତ୍କ୍ଷଣାତ୍ ତାର ଝିଅକୁ ଡାକିଲା ଏବଂ କହିଲା, ଝିଅ ଟିକେ ଜଳ ଆଣିବ ତ। ତେଣୁ ବୃଦ୍ଧାର ଝିଅଟି ଜଳ ନେଇ ବାହାରକୁ ଆସିଲା। ସେ ଝିଅଟି ଅତ୍ୟନ୍ତ ସୁନ୍ଦରୀ ଓ ମନମୋହକ ଥିଲା। ନାରଦ ତା ହାତରୁ ପାଣି ଗ୍ରହଣ କଲା ପରେ ଥକା ମାରି ଟିକେ ବସି ପଡ଼ିଲା। କନ୍ୟାକୁ ଭଲ ଭାବରେ ତାର ରୂପକୁ ନିରୀକ୍ଷଣ କରିଲେ ଏବଂ ମନେ ମନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲେ କି କନ୍ୟାଟିର ରୂପ ବର୍ଣ୍ଣନାକୁ ନେଇ ସୃଷ୍ଟିର ବିଧାତାକୁ ଧନ୍ୟବାଦ ଦେଉଥିଲେ। ଏହିପରି ଭାବନାରେ ମଗ୍ନ ଥିବାବେଳେ ଏହି ସମୟରେ ବୃଦ୍ଧା ଜଣକ ପଚାରିଲା, ପୁଅ, ତୁମେ ବହୁତ କ୍ଷୁଧାର୍ଥ ଲାଗୁଛ। କିଛି ଖାଇବା ବନ୍ଦୋବସ୍ତ କରୁଛି। ଯେହେତୁ ନାରଦଙ୍କୁ ଅତ୍ୟନ୍ତ ଭୋକ ହେଉଥିଲା, ନାରଦ ମଧ୍ୟ ରାଜି ହୋଇଗଲେ। କିଛି ସମୟ ପରେ ନାରଦଙ୍କୁ ଭୋଜନ ନିମନ୍ତେ କୋଠରୀ ଭିତରକୁ ବୃଦ୍ଧାର ଝିଅ ଡାକିବାକୁ ଆସିଲା। ନାରଦ କୋଠରୀ ଭିତରକୁ ଗଲେ। କୋଠରୀ ଭିତରେ ସାଜସଜ୍ଜା ଭଲମନ୍ଦ ଦେଖି ନାରଦ ବହୁତ ଖୁସି ହୋଇଗଲେ ଏବଂ ଭୋଜନ ପାଖରେ ଆସନ ଗ୍ରହଣ କଲେ। ବୃଦ୍ଧାର କନ୍ୟା ଭୋଜନ ପରସି ସମ୍ମୁଖରେ ମା ଝିଅ ବସିଲେ ଏବଂ ନାରଦ ଭୋଜନ ଗ୍ରହଣ କଲେ। ଭୋଜନ ଗ୍ରହଣ କରିସାରିବା ପରେ ତୃପ୍ତ ମଧ୍ୟ ହେଲେ। ବୃଦ୍ଧା ପଚାରିଲେ, ପୁଅ, ଭୋଜନ ତ ଗ୍ରହଣ କରିସାରିଲେ, ଆଉ ଟିକେ ବିଶ୍ରାମ କରିନିଅ। ଖରା ଅତ୍ୟଧିକ ହେଉଛି, ଯିବ କିପରି? ନାରଦ ରାଜି ହୋଇ କହିଲେ, ଠିକ୍ ଅଛି ମା, ମୁଁ ଟିକେ ବିଶ୍ରାମ ନେଇଯାଉଛି। କାରଣ ନାରଦ ବି ବୃଦ୍ଧାର ଝିଅ ପ୍ରତି ଦୁର୍ବଳତା ଆସିଯାଇଥାଏ। ଏଣୁ ତାକୁ ମୋହ ଲାଗିଗଲା। ଏଣୁ ସେ ବିଶ୍ରାମ ପାଇଁ ରାଜି ହୋଇଗଲେ। ଏ କଥା ଭୁଲି ଯାଇଥିଲେ ଯେ ପ୍ରଭୁ ଶ୍ରୀକୃଷ୍ଣ ଜଳ ପାଇଁ ପଠାଇଥିଲେ। ଆଗକୁ ଶୁଣନ୍ତୁ କ'ଣ ହେଉଛି। ବୃଦ୍ଧାର କନ୍ୟା ଚରଣ ସେବା କରିଲା। ନାରଦ ବହୁତ ଶାନ୍ତି ଅନୁଭବ କରୁଥିଲେ। ଏହାପରେ ସେ ଶ୍ରୀକୃଷ୍ଣଙ୍କ କଥା ପୁରାପୁରି ତ ଭୁଲି ଯାଇଥିଲେ, କାରଣ ସେ ମାୟାରେ ପଡ଼ିଯାଇଛନ୍ତି। ସେ ବୃଦ୍ଧାର କନ୍ୟା ପ୍ରତି ଦୁର୍ବଳତା ମଧ୍ୟ ଆସିଯାଇଥିଲା। ନାରଦ ଶୟନରୁ ଉଠିବା ବେଳକୁ ରାତ୍ରି ହୋଇଯାଇଥିଲା। ପୁନଶ୍ଚ ରାତ୍ରି ଯାପନ କରିବାକୁ ପଡ଼ିଲା।
ବୃଦ୍ଧା ନାରଦଙ୍କୁ କହିଲେ, ଏ ହେଉଛି ମୋର ଗୋଟିଏ ବୋଲି ଅଲିଏଳି ଝିଅ। ପିଲାବେଳୁ ତାର ବାପ ଏ ଦୁନିଆରୁ ଛାଡ଼ି ଚାଲିଗଲେ। ମୁଁ ତାର ବାପ ମା ସବୁକିଛି। ମୁଁ ତ ବୃଦ୍ଧା ହେଲିଣି। ଯଦି ଆ ପାଇଁ ଉପଯୁକ୍ତ ପାତ୍ର ମିଳନ୍ତା, ହାତକୁ ଦି ହାତ କରିଦେଇ ମୁଁ ଶାନ୍ତିରେ ଆଖି ବୁଜନ୍ତି। ବୃଦ୍ଧାର ଏ କଥା ଶୁଣି ନାରଦଙ୍କୁ ଟିକେ ଦୁଃଖ ଆସିଲା। ସେ ଭାବିଲେ, ମୋ ଠାରୁ ଉପଯୁକ୍ତ ପାତ୍ର ଆଉ କିଏ ହୋଇପାରେ? ଏଭଳି ସୁଯୋଗ ହାତଛଡ଼ା କଲେ ଆଉ ମିଳି ନପାରେ। ସେ ତତ୍କ୍ଷଣାତ ବୃଦ୍ଧା ସମ୍ମୁଖରେ ତାର କନ୍ୟାର ହାତ ମାଗିଲେ। ନାରଦଙ୍କର ଏପରି କଥା ଶୁଣି ବୃଦ୍ଧା ଜଣକ ମଧ୍ୟ ସହମତି ଜଣାଇଲେ ଏବଂ ବୃଦ୍ଧାର କନ୍ୟା ସହିତ ନାରଦଙ୍କର ବିବାହ ହୋଇଗଲା। ବେଶ ହସ ଖୁସିରେ ସଂସାର ଚାଲିଲା। ଆ ଭିତରେ ଅନେକ ବର୍ଷ ବିତି ଯାଇଥାଏ। ବୃଦ୍ଧା ଆରପାରିକୁ ଚାଲିଗଲା। ନାରଦଙ୍କର ପିଲାଛୁଆ ମଧ୍ୟ କିଛି ହୋଇଗଲେ ଏବଂ ସେମାନେ ଧୀରେ ଧୀରେ ବଡ଼ ହେବାକୁ ଲାଗିଲେ। ହଠାତ୍ ଦିନେ ଭୟଙ୍କର ବନ୍ୟା ମାଡ଼ି ଆସିଲା। ତାର ଘର ଭାସିଗଲା। ତା ଆଖି ଆଗରେ ତାର ପତ୍ନୀ ଭାସିଗଲା। ସେ ବଞ୍ଚାଇ ପାରିଲେନି। ତାର ଗୋଟି ଗୋଟି କରି ସବୁ ସନ୍ତାନ ଜଳସ୍ରୋତରେ ଚିତ୍କାର କରି ଭାସି ଯାଉଥିଲେ। ସେ କାହାକୁ ବଞ୍ଚାଇ ପାରିଲେ ନାହିଁ। ଅତି ଦୁଃଖରେ ଭାଙ୍ଗି ପଡ଼ିଲେ ଆଉ ଜୋରରେ କ୍ରନ୍ଦନ କରିବାକୁ ଲାଗିଲେ। ବନ୍ୟା ସ୍ରୋତ ଥମିଗଲା। ନାରଦ ବିଳାପ କଲେ, ସେ ନିଜେ ହେଲେ ପ୍ରାଣତ୍ୟାଗ କରିଥିଲେ ଭଲ ହୋଇଥାନ୍ତା। ଏହିପରି ହୃଦୟ ଆକୁଳ ବେଦନା ସହ କାନ୍ଦି କାନ୍ଦି ଯେତେବେଳେ ଭଗବାନଙ୍କୁ ଡାକିଲେ, ହେ ପ୍ରଭୁ, ମୋତେ କାହିଁକି ନେଇଗଲେନି? ମୁଁ ବଞ୍ଚି ରହି କରିବି ବା କ'ଣ? ଏହିପରି ହୃଦୟରୁ ଅନେକ ବିଳାପ କରିବାକୁ ଲାଗିଲେ। ଯେତେବେଳେ ହୃଦୟର ସହିତ ପ୍ରଭୁଙ୍କୁ ସ୍ମରଣ କରିଛନ୍ତି ଏବଂ ପ୍ରଭୁକୁ ନିଜର ବେଦନା ଜଣାଇଛନ୍ତି, ପ୍ରଭୁ ଶ୍ରୀକୃଷ୍ଣ ଉତ୍ତର ଦେଲେ, ହେ ନାରଦ, ପଛକୁ ବୁଲି ଦେଖ, ମୁଁ ଏଇଠି ଠିଆ ହୋଇଛି। ତୁମେ କାନ୍ଦୁଛ କ'ଣ ପାଇଁ? ମୋ ପାଇଁ କ'ଣ ଜଳ ଆଣିଲ ତ? ନାରଦ ବୁଲି ପଡ଼ି ଦେଖେ ତ ପ୍ରଭୁ ଶ୍ରୀକୃଷ୍ଣ। ନାରଦଙ୍କର ପଛ କଥା ସବୁ ମନେ ପଡ଼ିଗଲା। ସେ ବିସ୍ମିତ ହୋଇ ଚାହିଁ ପଚାରିଲେ, ପ୍ରଭୁ, ଯାହା ଦେଖିଲି ସେସବୁ କ'ଣ? ପ୍ରଭୁ କହିଲେ, ସେସବୁ ଥିଲା ମାୟା। ତେଣୁ ନାରଦ ସେ ଦୃଶ୍ୟରେ ଏତେ ଭୟଭୀତ ହୋଇଯାଇଥିଲା ଯେ ତାର କଣ୍ଠରୁଦ୍ଧ ହୋଇଗଲା। ସେ ଆଉ କିଛି କହିବା ପୂର୍ବରୁ ହଠାତ୍ ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଦ ତଳେ ଲୁଟିଗଲା ଏବଂ ପ୍ରଭୁ କହିଲେ, ନାରଦ, ତୁମେ ମାୟା କ'ଣ ଜାଣିବାକୁ ଚାହୁଁଥିଲ? ଏଣୁ ଏ ତ ମାୟା ଥିଲା। ତୁମେ ପୂର୍ବରୁ ଯେଉଁ ସ୍ଥାନରେ ଥିଲ, ଏବେ ମଧ୍ୟ ଦେଖ ସେହି ସ୍ଥାନରେ ଠିଆ ହୋଇଛ। ତତ୍କ୍ଷଣାତ ପ୍ରଭୁଙ୍କ ଚରଣରେ ଶରଣ ଯାଇ କହିଲା, ହେ ପ୍ରଭୁ, ପ୍ରକୃତରେ ଆପଣ ବଡ଼ ଦୟାଳୁ। କିନ୍ତୁ ଆ ଭିତରେ ମୁଁ ଅନେକ ବର୍ଷ ବିତି ଯାଇଛି। ପ୍ରିୟ ଦର୍ଶକ ବନ୍ଧୁ,
ଏହି ରହସ୍ୟର କାରଣ ଥିଲା ଯେତେବେଳେ ନାରଦଙ୍କର ମନରେ କାମନା ଜାଗ୍ରତ ହେଲା, ସେତେବେଳେ ସେ ଏକ ସୁନ୍ଦରୀ କନ୍ୟାକୁ ଦେଖି ବିବାହ କରିବା ନିମନ୍ତେ ସୁନ୍ଦର ରୂପ ନିମିତ୍ତ ସେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟକୁ, ଭଗବାନ ବିଷ୍ଣୁଙ୍କ ନିକଟକୁ ନିଜର ସୌନ୍ଦର୍ଯ୍ୟ ରୂପ ନିମିତ୍ତ ବର ମାଗିବା ପାଇଁ ଯାଇଥିଲେ। କିନ୍ତୁ ନିଜର ବର ମାଗିବାର ତ୍ରୁଟି ଯୋଗୁଁ ସେ ମର୍କଟ ଶରୀର ପାଇଥିଲେ। ସ୍ୱୟଂବରରେ ଲଜ୍ଜିତ ହୋଇ ଆସିବା ପରେ ସେ ପ୍ରକୃତ ରହସ୍ୟ ବୁଝିପାରିନଥିଲେ। ଏଣୁ ଅଯଥା ବୈକୁଣ୍ଠପୁର ଆସି ପ୍ରଭୁ ଭଗବାନଙ୍କୁ ଅଭିଶାପ ମଧ୍ୟ ଦେଇଥିଲେ। ତେଣୁ ଏହି ଉପାଖ୍ୟାନଟି ଆଗାମୀ ଅଧ୍ୟାୟରେ ଆଲୋଚନା କରିବା। ତେଣୁ ସେଇ ଯେଉଁ ମନର ଲାଳସା ବାକି ରହିଯାଇଥିଲା, ଦ୍ୱାପରରେ ପ୍ରଭୁ ଶ୍ରୀକୃଷ୍ଣ ନାରଦଙ୍କର ଅଭିଳାଷ ଏହିପରି ପୂର୍ଣ୍ଣ କରିଥିଲେ। ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ। ପ୍ରିୟ ଦର୍ଶକ ବନ୍ଧୁ, ସମୟ ତ ହୋଇଗଲାଣି, ବିଦାୟ ନେଉଛି। ପୁଣି ଦେଖା ହେବ ଆଗାମୀ ଅଧ୍ୟାୟରେ। ପୁଣି ଏକ ନୂତନ ଅଧ୍ୟାୟକୁ ନେଇକରି ଆସିବି। ଜୟ ଜଗନ୍ନାଥ। ନମସ୍କାର।